ଓଡ଼ିଶା ନିଯୁକ୍ତିରେ ସମସ୍ତଙ୍କୁ ସ୍ୱାଗତ। ଏହି ଚ୍ୟାନେଲରେ ପ୍ରତିଦିନ ନିଯୁକ୍ତି ଖବର ବିଷୟରେ ଦେଖିପାରିବେ। ତେଣୁ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ତେବେ ଚାଲନ୍ତୁ ଜାଣିବା ଆଜିକା ନିଯୁକ୍ତି ଖବର ବିଷୟରେ। ଆପଣ ଜାଣିସାରିଥିବେ ପୋଷ୍ଟାଲର ଜିଡିଏସ୍ ଆବେଦନ ଚାଲିଛି। ତ କିଛି ପିଲାମାନଙ୍କର ସନ୍ଦେହ ଥିବ ଯେ କେତେ ମାର୍କ ରଖିଲେ ଯାଇକି ସିଲେକ୍ସନ୍ ହେବ। ସେମିତି ଦେଖିବାକୁ ଗଲେ ଜିଡିଏସ୍ର କିଛି ନିର୍ଦ୍ଦିଷ୍ଟ ମାର୍କ ନାହିଁ। ତେବେ ବେଶ୍ କରେ ପୋଷ୍ଟକୁ ନେଇ ତା ସହିତ ବେଶୀ ମାର୍କ ରଖିଥିବା ପିଲାମାନଙ୍କୁ। କ୍ଲିୟରଲି କହିବାକୁ ଗଲେ ଯିଏ ବେଶୀ ମାର୍କ ରଖିଛି ତାର ହିଁ ସିଲେକ୍ସନ୍। ତା ସହିତ ଯେଉଁମାନଙ୍କର କମ୍ ମାର୍କ ରହୁଛି ତାଙ୍କ ଭାଗ୍ୟ ଉପରେ ନିର୍ଦ୍ଧାରିତ ଏଜ୍ ହେଇପାରେ ପାଇପାରନ୍ତି କିମ୍ବା ନ ପାଇ ବି ପାରନ୍ତି। ତେବେ ଚାଲନ୍ତୁ ଡିସ୍କସ୍ କରିବା ଗଲା ବର୍ଷ ଜିଡିଏସ୍ର କେତେ କଟଅଫ୍ ଯାଇଥିଲା। ଦେଖିପାରିବେ 2024ର କଟଅଫ୍ ଡିଟେଲ୍ସ। ପ୍ରଥମ ରହିଛି ଜେନେରାଲ। ଦେଖିପାରିବେ ଜେନେରାଲ ମାନଙ୍କର 85ରୁ 95% ଯାଇଥିଲା। ତାପରେ ରହିଛି ଓବିସି ମାନଙ୍କର 80ରୁ 90% ଯାଇଥିଲା। ତାପରେ ରହିଛି ଇଡବ୍ଲ୍ୟୁଏସ୍ ମାନଙ୍କର 82ରୁ 92% ଯାଇଥିଲା। ତାପରେ ଏସସିର 78ରୁ 85% ଯାଇଥିଲା। ତାପରେ ଏସଟିର 75ରୁ 83% ଯାଇଥିଲା। ତାପରେ ପିଡବ୍ଲ୍ୟୁଡିର 75ରୁ 82% ଯାଇଥିଲା। ଦେଖିପାରିବେ ଓଡ଼ିଶାର ଗତ ବର୍ଷ 6ଟି ସିଲେକ୍ସନ୍ ଲିଷ୍ଟ ବାହାରିଥିଲା ଏବଂ ଟୋଟାଲ ଭ୍ୟାକେନ୍ସି 44,228 ରହିଥିଲା।